ପିଲାମାନେ ସମସ୍ତଙ୍କୁ ୱେଲକମ୍। ଆଶା କରେ ସମସ୍ତେ ଭଲରେ ଥିବ। ପିଲାମାନେ ଏହି କ୍ଲାସଟିରେ ଆମେ ପଢ଼ିବା ସପ୍ତମ ଅଧ୍ୟାୟ ସରଳ କର ପାର୍ଟ 2। ଏହି ଚାପ୍ଟରର ଆମେ ପାର୍ଟ 1 ପଢ଼ି ସାରିଛେ। ଏହି କ୍ଲାସଟି ତୁମମାନଙ୍କ ପାଇଁ ମୋଷ୍ଟ ଇମ୍ପୋର୍ଟାଣ୍ଟ ରହିବ, କାହିଁକି ଏହି କ୍ଲାସରେ ଆମେ ଅନେକ ପ୍ରକାରର ପ୍ରଶ୍ନ ଦେଖିବା ଏବଂ ତାର ଉତ୍ତର ମଧ୍ୟ କରିବା। ଏବେ ଆମେ କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କରିବା। ଏବେ ଆମେ କ୍ୱେଶ୍ଚିନ୍ ନମ୍ବର 4 କରିବା। ଦେଖ କ'ଣ କହିଛି, 25 ଯୋଗ 15 ହରଣ 5 ଅଛି। ତ ଏଠାରେ ଦେଖ 15 ଓ 5ରେ ରେଖା ଲାଗିଛି ତାଙ୍କ ଉପରେ। ଏବେ ଆମେ ସରଳ କରରେ ଗୋଟିଏ ରୁଲ୍ ପଢ଼ିଥିଲେ। ସେ ରୁଲ୍ଟା କ'ଣ ଥିଲା? ବରହ ଗୁମିଫେ ବରହ ଗୁମିଫେ। ବ ମାନେ ହେଉଛି ବନ୍ଧନୀ, ର ମାନେ ହେଉଛି ଗୁଣନ, ହ ମାନେ ହେଉଛି ହରଣ, ଗୁ ମାନେ ହେଉଛି ଗୁଣନ, ମି ମାନେ ହେଉଛି ମିଶାଣ ଏବଂ ଫେ ମାନେ ହେଉଛି ଫେଡାଣ। ତ ଏମାନଙ୍କ ପୂର୍ବରୁ ଆଉ ଗୋଟିଏ ଆସିବ, କିଏ ଆସିବ? ରେ। ରେ ମାନେ ହେଉଛି ରେଖା। ବୁଝିପାରିଲ? ରେଖା କିପରି ରହିବ? ଅଙ୍କମାନଙ୍କ ଉପରେ ରହିବ ଏବଂ ଯେଉଁ ଅଙ୍କମାନଙ୍କ ଉପରେ ରେଖା ଥିବ ତାକୁ ଆମେ ପ୍ରଥମେ କରିବା। ତ ଏଠାରେ ଦେଖ, ଏଠାରେ ମୁଁ 25କୁ ଲେଖୁଛି। ଯୋଗ 15କୁ 5ରେ ହରିଲେ କେତେ ଆସିବ? 3। 5 3 15। ଏବେ 25 ଆଉ 3କୁ ମିଶାଅ, କେତେ ହେବ? 28। ତ 28 ହେଇଯିବ ଆମର ଉତ୍ତର। ଏବେ ଆମେ କ୍ୱେଶ୍ଚିନ୍ ନମ୍ବର 5 କରିବା। ଦେଖ, ଏଠାରେ 5 ଗୁଣନ 3 ହରଣ 5 ଅଛି, କିନ୍ତୁ 5 ଆଉ 3ର ଉପରେ ରେଖା ଥିବାରୁ ଆମେ ପ୍ରଥମେ 5 ଆଉ 3ର ସଲ୍ୟୁସନ୍ କରିବା। 5କୁ 3ରେ ଗୁଣିଲେ କେତେ ଆସିବ ଗୁଣଫଳ? 15। 15କୁ ହରିବା ପୁଣି 5ରେ, 5 3 15। ତ 15କୁ 5ରେ ହରିଲେ ଆମର ଭାଗଫଳ ଆସୁଛି 3। ତ ଏଇଟା ହେଉଛି ଆମର ଉତ୍ତର। ଏବେ ଆମେ କ୍ୱେଶ୍ଚିନ୍ ନମ୍ବର 6 କରିବା। ଏଠାରେ ଦେଖ, ଏହି ଦୁଇଟି ସଂଖ୍ୟାର ଉପରେ ରେଖା ଥିବାରୁ ପ୍ରଥମେ ଏହି ଦୁଇଟି ସଂଖ୍ୟାକୁ ସଲ୍ଭ କରିବା। ଏବେ ଦେଖ, 1 ବିୟୋଗ ବ୍ରାକେଟ୍ ଷ୍ଟାର୍ଟ ହେବ, 1 ବିୟୋଗ ପୁଣି ବ୍ରାକେଟ୍ ଷ୍ଟାର୍ଟ ହେବ, 1 ବିୟୋଗ। ଏଠାରେ ଦେଖ, 1ରୁ 1 ମାଇନସ୍ ହେଲା, କେତେ ହେବ? 0। ତାପରେ ବ୍ରାକେଟ୍ ମାନେ କ୍ଲୋଜ୍ ହେବେ। ତାପରେ ଦେଖ, 1 ବିୟୋଗ ପୁଣି ବ୍ରାକେଟ୍ ଷ୍ଟାର୍ଟ ହେବ, 1 ବିୟୋଗ ବ୍ରାକେଟ୍ ପୁଣି ଷ୍ଟାର୍ଟ ହେବ, 1 ବିୟୋଗ। ଏଠାରେ ଦେଖ, 1ରୁ 0 ବିୟୋଗ ହେଲେ କେତେ ଆସିବ? ପୁଣି 1 ଆସିବ। ତାପରେ ବ୍ରାକେଟ୍ ତୁମର କ୍ଲୋଜ୍ ହେବ। ଏଠାରେ ପୁଣି 1 ବିୟୋଗ 1ରୁ 1 ବିୟୋଗ ହେଲା, କେତେ ଆସିବ? 0। ଏଠାରେ କୁଟିଳ ବନ୍ଧନୀ କଟିଯିବ, ବର୍ଗ ବନ୍ଧନୀ ଆସିବ। ଏବେ ଦେଖ, 1 ବିୟୋଗ 1ରୁ 0 ବିୟୋଗ ହେଲେ ତୁମର ବିୟୋଗ ଫଳ ଆସିବ କେତେ ପିଲାମାନେ? 1। 1ରୁ 1 ବିୟୋଗ ହେଲେ ବିୟୋଗ ଫଳ ଆସିବ 0। ଏଇଟା ହେଉଛି ତୁମର ଉତ୍ତର। ଏବେ ଆମେ କ୍ୱେଶ୍ଚିନ୍ ନମ୍ବର 8 କରିବା। ଦେଖ, ଏଠାରେ 3 ଓ 2ର ଉପରେ ରେଖା ଥିବାରୁ ଆମେ ଏହି ଦୁଇଟି ଅଙ୍କକୁ ପ୍ରଥମେ ସଲ୍ଭ କରିବା। 9 ବିୟୋଗ ବ୍ରାକେଟ୍ ଷ୍ଟାର୍ଟ ହେବ, 5 ବିୟୋଗ 7 ବିୟୋଗ 6 ବିୟୋଗ। ଏଠାରେ ଦେଖ, 3ରୁ 2 ମାଇନସ୍ ହେଲେ କେତେ ଆସିବ? 1 ଆସିବ। ତାପରେ 9 ବିୟୋଗ 5 ବିୟୋଗ 7 ବିୟୋଗ। ଏଠାରେ ଦେଖ, 6ରୁ 1 ବିୟୋଗ ହେଲେ କେତେ ଆସିବ? 5 ଏବଂ ତୁମର ଚନ୍ଦ୍ରବନ୍ଧନୀ କଟିଯିବ। ଏବେ କୁଟିଳ ବନ୍ଧନୀ ରହିବ ଏବଂ ବର୍ଗ ବନ୍ଧନୀ ରହିବ। ତାପରେ ଦେଖ, 9 ବିୟୋଗ 5 ବିୟୋଗ 7ରୁ 5 ବିୟୋଗ ହେଲେ କେତେ ଆସିବ? 2। ଏବେ ଦେଖ, 9 ବିୟୋଗ 5ରୁ 2 ଗଲେ କେତେ ପିଲାମାନେ? 3।
9 ରୁ 3 ବିଯୋଗ ହେଲେ ତୁମର ବିଯୋଗଫଳ ଆସିବ 6। ଏଇଟା ହେଉଛି ଆମର ଆନ୍ସର୍। ଏବେ ଆମେ କ୍ୱେଶ୍ଚନ୍ ନମ୍ବର 9 କରିବା। ପିଲାମାନେ ଏଠାରେ ଯେତେ ଜାଗାରେ ମିଶ୍ର ଭଗ୍ନାଂଶ ଅଛି ତାହାକୁ ପ୍ରଥମେ ଆମେ ଅପ୍ରକୃତ ଭଗ୍ନାଂଶରେ ଲେଖିବା। ତ ଏଠାରେ ଦେଖ 6 4 24 ଆଉ 1 ମିଶିଲା କେତେ ହେବ ପିଲାମାନେ? 25 ବିଭକ୍ତକ 6। ହରଣ ଅଛି, ହରଣ ଚିହ୍ନ ଦେବା। 8 ଦୁଣେ 16 ଆଉ 1 ମିଶିଲା କେତେ ହେବ? 17 ବିଭକ୍ତକ 8। ତାପରେ ରକୁ ଲେଖିବା। 1 ବିଭକ୍ତକ 6 ଅଛି, ବିଯୋଗ 6 4 24 ଏବଂ 1 ମିଶିଲା କେତେ ହେବ? 25 ବିଭକ୍ତକ 6। ତାପରେ ରକୁ ଲେଖିବା ଏବଂ 2 ବିଭକ୍ତକ କେତେ ଅଛି? 17। ଏବେ ଦେଖ, ଏବେ ଏଠାରେ ଯେଉଁ ସରଳ କରର ଯେଉଁ ନିୟମ ଅଛି ସେ ନିୟମଟା କ'ଣ? ରେ ବ ର ହ ଗୁ ମି ଫେ। ତ ଏଠାରେ ଦେଖ, ଏଠାରେ ହରଣର ପୂର୍ବରୁ କ'ଣ ଅଛି? ର ଅଛି। ର ମାନେ ହେଉଛି ଗୁଣନ। ସେଥିପାଇଁ ପ୍ରଥମେ ହରଣର ପୂର୍ବରୁ ଥିବାରୁ ର ଆମେ ପ୍ରଥମେ ସରଳ କରିବା। ତ ଏଠାରେ ଦେଖ 2ଟି ସ୍ଥାନରେ ର ଅଛି। ତ ଏବେ ଆମେ ଲେଖିବା 25 ବିଭକ୍ତକ 6 ହରଣ ଦେଖ 17 ସାଥିରେ 1କୁ ଗୁଣନ କଲେ କେତେ ହେବ ପିଲାମାନେ? 17 ବିଭକ୍ତକ 8 ସହ କେତେ ହେବ? 48 ବିଯୋଗ ଏଠାରେ ଦେଖ 25 ବିଭକ୍ତକ 6 ର 2 ବିଭକ୍ତକ 17 ଅଛି। 2 6କୁ ହରିପାରିବ କେତେ ହେବ? 2 3 6 ଏବଂ 2 1 2। ତ 25କୁ 1 ସାଥିରେ କେତେ ହେବ? ଗୁଣିଲେ କେତେ ହେବ? 25 ବିଭକ୍ତକ 3କୁ 17 ସାଥିରେ ଗୁଣିଲେ କେତେ ହେବ? 51। ତାପରେ ଦେଖ ଏଠାରେ ଆମେ କ'ଣ କରିବା? ଏବେ ଆମେ ର ଆମେ ସରଳ କରିସାରିଛେ। ଏବେ ଆମେ ହରଣ ଥିବାରୁ ହରଣକୁ ଏବେ ଆମେ ସରଳ କରିବା। ଦେଖ 25 ବିଭକ୍ତକ 6 ହରଣ ଥିଲେ କ'ଣ ହୁଏ ପିଲାମାନେ? ଗୁଣନ। ଏବଂ 48ଟା ଉପରକୁ ଯିବ, 17ଟା ତଳକୁ ଆସିବ, ବିଯୋଗ 25 ବିଭକ୍ତକ 51। ଏବେ ଏଠାରେ ଦେଖ, ଏବେ ଦେଖ 6 ଅଷ୍ଟା 48 ହେବ। ଏବେ 25କୁ 8 ସାଥିରେ ଗୁଣିଲେ କେତେ ମିଳିବ? 25 ଅଷ୍ଟା 200 ବିଭକ୍ତକ ତଳେ କେତେ ଅଛି ପିଲାମାନେ? ତଳେ ଏଠାରେ ଦେଖ, ଏଠାରେ ରହିଲା 1। 1କୁ 17 ସାଥିରେ ଗୁଣିଲେ କେତେ ହେବ? 17 ବିଯୋଗ କେତେ ଅଛି? 25 ବିଭକ୍ତକ 51। ଏବେ ଏହି ଦୁଇଟି ସଂଖ୍ୟାକୁ ଆହୁରି ସରଳ କରିବା। ଏଠାରେ ଆମେ କ'ଣ କରିବା? ହରମାନଙ୍କୁ ସମାନ କରିବା। ତ ଏଠାରେ ବଡ଼ ହର ହେଉଛି 51 ଏବଂ ଛୋଟ ହର ହେଉଛି 17। 17 ସାଥିରେ 3କୁ ଗୁଣିଲେ 51 ମିଳିବ। ସେଥିପାଇଁ ଉପରେ ମଧ୍ୟ 3କୁ ଗୁଣିବା। 230 କେତେ ହେଇଯିବ ପିଲାମାନେ? 600 ବିଭକ୍ତକ 17 3 କେତେ ହେବ? 51 ବିଯୋଗ ଏଠାରେ ଅଛି 25 ବିଭକ୍ତକ 51। ଏବେ ଦେଖ ଏଠାରେ ଦୁଇଟି ସଂଖ୍ୟାରେ ହର ସମାନ ଥିବାରୁ ଆମେ ଗୋଟିଏ ହରକୁ ଲେଖିବା। ତାପରେ 600ରୁ 25କୁ ବିଯୋଗ କରିବା। 600ରୁ 25 ବିଯୋଗ ହେଲେ ବିଯୋଗ ଫଳ କେତେ ମିଳିବ? 575। 575 ବିଭକ୍ତକ 51। ଏବେ ଆମେ କ'ଣ କରିବା? ଏବେ ଟିକେ ଭଲ ଭାବରେ ଦେଖ। ଏବେ ଆମେ 575କୁ ହରିବା। କେତେରେ ହରିବା ପିଲାମାନେ? 51ରେ ହରିବା। ଦେଖ 51 1 51। 57ରୁ 51 ବିଯୋଗ ହେଲେ 6 ଆସିବ ଏବଂ 5କୁ ତଳକୁ ଆଣିବା। 55 51 1 51। ପୁଣି 65 ସାଥିରେ 51କୁ ବିଯୋଗ କରିବା। ଦେଖ 5ରୁ 1 ବିଯୋଗ ହେଲେ 4 ଆସିବ। 6ରୁ 5 ଗଲେ 1 ଆସିବ। ତ ଏବେ ଆମେ କେମିତି ଲେଖିବା? ଦେଖ ପ୍ରଥମେ ଏଠାରେ ଦେଖ ତଳେ
51 थिबारु प्रथमे 22 देकी तले 51 लिखिबा एवं 51 साथी आम केते गुणिले 11 11 को साइड लिखिबा एवं 14 को आम ऊपर लिखिबा। तो यही संख्याटी देख केउ ऑप्शन रे अछि ऑप्शन ए रे अछि तो ऑप्शन ए हे जो हमरो उत्तर। एबे आमे क्वेश्चन नंबर 10 करिबा। एठारे देख र अछि एवं दुईटी संख्या उपरे रेखा लागिछि। तो प्रथमे सरल करर नियम को आमे लिखिबा कोन बरह गुमी फे। ता पूर्वर कोण आसे पिला माने एठा देख बंधनी अछि तापरे र अछि ता पूर्वर आसीबो रे रे रो माने कोन पिला माने रे माने होछि रेखा हला। तो प्रथमे एठारे आमे कहारो सरल करिबा रेखार सरल करिबा। तो एठारे देख 5 वियोग 3 उपरे रेखा अछि तो 5 रु 3 वियोग हेले केते आसीबो 2। तो एठारे आमे लिखि परिबा 60 जोग ब्रैकेट स्टार्ट हेबो 7 हरण 6 हरण 1 हरण 2 लिखिबा एवं ब्रैकेट को आमे बे क्लोज करिबा। तापरे देख र अछि पुणी एठारे आमे र लिखिबा एवं 12 विभक्तक 7 को लिखिबा। एबे देख केमिति लिखिबा यहाँ को आमे सजाई की लिखिबा 60 जोग ब्रैकेट स्टार्ट हेबो 7 हरण ब्रैकेट पुणी देबा 6 हरण केते अछि पिला माने यहाँ को आमे 1 विभक्तक केते लिखिबा 1 विभक्तक 2 लिखिबा। तापरे ब्रैकेट क्लोज करिबा तापरे पुणी र लिखिबा एवं 12 विभक्तक 7 लिखिबा। एबे देख एबे ए दुईटी को आमे सरल करिबा 60 जोग 7 हरण 6 हरण थिले कोन होय पिला माने गुणन 2 ऊपर को जीवो एवं 1 तळ को आसीबो। तापरे एठारे कोन हेबो ब्रैकेटटा क्लोज हो जीवो तापरे पुणी र लिखिबा एवं 12 विभक्तक 7 करिबा। एबे भलो भाबरे देख 60 जोग ब्रैकेट स्टार्ट हेबो 7 एठारे देख 1 2 विभक्तक 1 अछि तो हमर एठारे उत्तरटा केते आसीबो 12 आमे एठारे लिखले 12 तापरे ब्रैकेट क्लोज हो जीवो। एठारे देख पिला माने तुमरो कुटिल बंधनी कटि जीवो। तो एठारे आमे कुटिल बंधनी को हटाई देबा एवं डायरेक्टली आमे कहा को लिखिबा वर्ग बंधनी को लिखिबा तापरे र एवं 12 विभक्तक 7 तापरे देख 60 जोग 7 को आमे 12 रे हरि परिबा कि एठारे आमे एही बोली भाबरे आमे लिखिबा 7 विभक्तक 12 तापरे र अछि र को लिखिबा एवं 12 विभक्तक 7 लिखिबा एवं एबे यहाँ को आमे सरल करिबा। तो 60 जोग देख कौन हो पिला माने र माने होची गुणन तो 7 12 12 कटिला एवं 7 7 कटिबो केते हो पिला माने एठारे हे जो तुमरो 1 तो 60 आउ 1 मिसला केते हो पिला माने 61 एटा होची तुमरो आंसर। एबे आमे क्वेश्चन नंबर 11 करिबा। एठारे प्रथमे मिश्र भग्नांश को अप्रकृत भग्नांश रे लिखिबा। तो देखो केमिति करिबा द्विविभक्तक 5 वियोग एठारे 5 दुणे 10 और 2 मिसला केते हो पिला माने 12 विभक्तक 5 वियोग 2 ब्रैकेट को आमे एठारे क्लोज करिबा तापरे र एठारे कुटिल बंधनी स्टार्ट हेबो 5 1 5 और 1 मिसला 6 6 विभक्तक 5 वियोग 2 विभक्तक 5 हरण पुणी ब्रैकेट स्टार्ट हेबो 3 1 3 एवं 1 मिसला केते हेबो 4 विभक्तक 3
ବିୟୋଗ 5 ବିଭକ୍ତକ 6 ପୁଣି ବ୍ରାକେଟ୍ କ୍ଲୋଜ୍ କରିବା, କୁଟିଳ ବନ୍ଧନୀକୁ ବି କ୍ଲୋଜ୍ କରିବା ଆଉ ବର୍ଗ ବନ୍ଧନୀକୁ ମଧ୍ୟ ବନ୍ଦ କରିବା। ଏବେ ଦେଖ, ଏବେ ଚନ୍ଦ୍ର ବନ୍ଧନୀ ମଧ୍ୟରେ ଯେଉଁ ସଂଖ୍ୟାମାନେ ଅଛନ୍ତି ତାକୁ ପ୍ରଥମେ ସରଳ କରିବା। ତ ଏଠାରେ ଦେଖ, ଏଠାରେ ଆମେ ହରକୁ ସମାନ କରିବା। 3 ସାଥିରେ 2କୁ ଗୁଣିଲେ 6 ହେବ, ତ ଉପରେ ମଧ୍ୟ 2କୁ ଗୁଣିବା। ତ ଏହି ଦୁଇଟି ସଂଖ୍ୟାକୁ ସରଳ ପରେ କେତେ ମିଳିବ? 2 × 8 ବିୟୋଗ 5 ବିଭକ୍ତକ କେତେ ରହିବ? 6। ତ 8ରୁ 5 ଗଲେ କେତେ ହେବ ପିଲାମାନେ? 3 ବିଭକ୍ତକ 6। ଏବେ 3 1 3 ଏବଂ 3 2 6 ହେଇଯିବ। ଏଇଟା କଟିଗଲା। ଆମର ଉତ୍ତର କେତେ ଆସିଲା? 1 ବିଭକ୍ତକ 2। ତ ଏଠାରେ ଆମେ ଲେଖିପାରିବା ବ୍ରାକେଟ୍ ଦେଇକି 2 ବିଭକ୍ତକ 5 ବିୟୋଗ 12 ବିଭକ୍ତକ 5 ବିୟୋଗ 2 ବ୍ରାକେଟ୍ କ୍ଲୋଜ୍, ତାପରେ ପୁଣି କୁଟିଳ ବନ୍ଧନୀ ଷ୍ଟାର୍ଟ ହେବ। 6 ବିଭକ୍ତକ 5 ବିୟୋଗ 2 ବିଭକ୍ତକ 5 ହରଣ କେତେ ଲେଖିବା? 1 ବିଭକ୍ତକ 2। ତାପରେ କୁଟିଳ ବନ୍ଧନୀ କ୍ଲୋଜ୍ କରିବା ଏବଂ ବର୍ଗ ବନ୍ଧନୀ ମଧ୍ୟ କ୍ଲୋଜ୍ କରିବା। ତାପରେ ଦେଖ, ପୁଣି ବ୍ରାକେଟ୍ ଦେଇକି ଲେଖିବା 2 ବିଭକ୍ତକ 5 ବିୟୋଗ 12 ବିଭକ୍ତକ 5 ବିୟୋଗ 2 ତାପରେ ଏବେ ଦେଖ, ଏଠାରେ ହରଣ ଅଛି। ହରଣ ଥିଲେ କ'ଣ ହେବ? ଗୁଣନ ହୋଇଯିବ। ଏବେ ଦେଖ, ଟିକେ ଭଲ ଭାବରେ ଟିକେ ଦେଖ, 2 ପିଲାମାନେ, ଏହି ଦୁଇଟି ସଂଖ୍ୟାକୁ ମୁଁ ଏଠାରେ ସରଳ କରୁଛି। 2 ବିଭକ୍ତକ 5 ହରଣ ଥିଲେ କ'ଣ ହୁଏ? ଗୁଣନ, ଏବଂ 2 ଉପରକୁ ଯିବ ଏବଂ 1ଟା ତଳକୁ ଆସିବ। 2 ଦୁଣେ କେତେ ହେଇଯିବ ପିଲାମାନେ? 4 ଏବଂ 5 1 5। ତ ଏଠାରେ ଆମେ ଲେଖିପାରିବା କି ନାହିଁ? କୁଟିଳ ବନ୍ଧନୀ ଲେଖିବା 6 ବିଭକ୍ତକ 5 ବିୟୋଗ 4 ବିଭକ୍ତକ 5। ଏବେ କୁଟିଳ ବନ୍ଧନୀକୁ ବନ୍ଦ କରିବା, ବର୍ଗ ବନ୍ଧନୀକୁ ମଧ୍ୟ ବନ୍ଦ କରିବା। ଏବେ ଦେଖ, ଆଗକୁ ଦେଖ କ'ଣ କରିବା? 2 ବିଭକ୍ତକ 5 ବିୟୋଗ 12 ବିଭକ୍ତକ 5 ବିୟୋଗ 2 ଏବେ ଦେଖ, ତଳେ ହର ସମାନ ଥିବାରୁ କ'ଣ ଲେଖିବା? ଗୋଟିଏ ହରକୁ ଲେଖିବା ଏବଂ 6ରୁ 4 ଗଲେ କେତେ ହେବ ପିଲାମାନେ? 2 ବିଭକ୍ତକ 5 ହେବ। ଏବେ ଆମେ ଏଠାରେ ଲେଖିପାରିବା 2 ବିଭକ୍ତକ 5। ଏବେ ଦେଖ, ଏଠାରେ ଏବେ ଆମେ କାହାକୁ ସରଳ କରିବା? ଏହି ସଂଖ୍ୟାକୁ ସରଳ କରିବା। କେତେ ଅଛି? 12 ବିଭକ୍ତକ 5 ବିୟୋଗ 2 ଅଛି। ତ ଏଠାରେ ଦେଖ ପିଲାମାନେ, 5 ଦୁଣେ 10। ତ 12 ବିଯୋଗ ଚିହ୍ନ ଥିବାରୁ ଆମେ ବିଯୋଗ ଚିହ୍ନକୁ ଦେବା। 5 ଦୁଣେ 10 ବିଭକ୍ତକ 5। ଏବେ କେତେ ରହିଲା? 12ରୁ 10 ବିଯୋଗ ହେଲେ 2 ବିଭକ୍ତକ 5। ତ ଏଠାରେ ଆମେ ଲେଖିପାରିବା 2 ବିଭକ୍ତକ 5 ବିୟୋଗ 2 ବିଭକ୍ତକ 5 2 ବିଭକ୍ତକ 5। ଏବେ ଆମେ କ'ଣ କରିବା? ଦେଖ, ଏବେ ଏଠାରେ ଆମେ ଯେଉଁ ଅଛି ତାକୁ ସରଳ କରିବା। ତ ଏଠାରେ ମୁଁ ଲେଖୁଛି 2 ବିଭକ୍ତକ 5 ବିୟୋଗ, ଏଠାରେ ଦେଖ, 2କୁ 2 ସାଥିରେ ଗୁଣିଲେ କେତେ ମିଳିବ? 4 ବିଭକ୍ତକ 5କୁ 5 ସାଥିରେ ଗୁଣିଲେ କେତେ ମିଳିବ? 25 ସମାନ। ଏବେ ଆମେ ହରକୁ ସମାନ କରିବା। ସମାନ କରିବାକୁ ହେଲେ ଏଠାରେ 5 ସାଥିରେ 5କୁ ଗୁଣିବା ଏବଂ ଉପରେ ମଧ୍ୟ 5 ଗୁଣିବା। ତ 2 5 10 ବିୟୋଗ 4 ବିଭକ୍ତକ କେତେ ହେଇଯିବ? 25 ସମାନ। 10ରୁ 4 ବିଯୋଗ ହେଲେ 6 ଆସିବ ଏବଂ ତଳେ 25 ହେଇଯିବ। ତ ଏଇଟା ହେଉଛି ଆମର ଆନ୍ସର। ଦେଖ, କେଉଁଠି ଅଛି? କେତେ ପିଲାମାନେ? 6 ବିଭକ୍ତକ 25। ଅପସନ୍ ବି ହେଇଯିବ ତୁମର ରାଇଟ୍ ଆନ୍ସର। ଏବେ ଆମେ କ୍ୱେଶ୍ଚିନ୍ ନମ୍ବର 12 କରିବା। ଏଠାରେ ଦେଖ, ଏଠାରେ ଯେଉଁ ମିଶ୍ର ଭଗ୍ନାଂଶ ଅଛି ତାହାକୁ ପ୍ରଥମେ ଆମେ ସରଳ କରିବା। ତ 3 5 15 ଆଉ 1 ମିଶିଲା 16 ବିଭକ୍ତକ 3 ବିୟୋଗ ବ୍ରାକେଟ୍ ଷ୍ଟାର୍ଟ ହେଇଯିବ 4 3 × 12 ଆଉ 1 ମିଶିଲା 13 ବିଭକ୍ତକ 3 ବିୟୋଗ ବ୍ରାକେଟ୍ ଏଠାରେ ଷ୍ଟାର୍ଟ ହେବ 2 3 6 ଆଉ 1 ମିଶିଲା 7 ବିଭକ୍ତକ 3 ବିୟୋଗ 1 ବିଭକ୍ତକ 3 ହେବ। ତାପରେ ବ୍ରାକେଟ୍ କ୍ଲୋଜ୍ କରିବା ଏବଂ
ଏଠାରେ ଦେଖ ବନ୍ଧନୀ ଅଛି। ତ ପ୍ରଥମେ ଏଠାରେ ଯେଉଁ ରେଖା ଅଛି, ଏବେ ଏହି ରେଖାକୁ ଆମେ ସରଳ କରିବା। ତ ଦେଖ ତଳେ କ'ଣ ଅଛି ପିଲାମାନେ, 3 ଅଛି। ତ ଗୋଟିଏ 3କୁ ଲେଖିବା ଏବଂ 7ରୁ 1 ବିয়োଗ ହେଲେ କେତେ ହେବ ପିଲାମାନେ, 6 ବିଭକ୍ତକ 3। ତ 6କୁ 3 ହରିଲେ କେତେ ଆସିବ, 2। ତ ଏଠାରେ ଆମେ ଲେଖିବା 16 ବିଭକ୍ତକ 3 ବିয়োଗ 13 ବିଭକ୍ତକ 3 ବିয়োଗ କେତେ ଆସିବ, 2। ତାପରେ ବ୍ରାକେଟ୍ କ୍ଲୋଜ୍ କରିଦେବା। ଏଠାରେ ଆମର ଚନ୍ଦ୍ରବନ୍ଧନୀ କଟିଯିବ। ଏବେ ଦେଖ, ଏବେ ଲେଖିବା 16 ବିଭକ୍ତକ 3 ବିয়োଗ, ଏବେ ଦେଖ ଏଠାରେ ଆମେ ବ୍ରାକେଟ୍ ଦେବା ନାହିଁ। ପ୍ରଥମେ ଏହି ସଂଖ୍ୟାଟାକୁ ଆମେ ସରଳ କରିବା। ଦେଖ 13 ବିଭକ୍ତକ 3 ବିଯୋଗ 2 ଅଛି। 3କୁ 2 ସାଥିରେ ଗୁଣିଲେ କେତେ ହେବ, 6। 13 ବିଯୋଗ 6 ବିଭକ୍ତକ 3 ଆସିବ। 13ରୁ 6 ବିଯୋଗ ହେଲେ 7 ଆସିବ। 7 ବିଭକ୍ତକ 3 ଆସିବ। ଏବେ ଏଠାରେ ଆମେ ଲେଖିପାରିବା କେତେ ପିଲାମାନେ, 7 ବିଭକ୍ତକ 3। ଏବେ ଦେଖ ହର ସମାନ ଥିବାରୁ ଆମେ ଗୋଟିଏ ହରକୁ ଲେଖିବା ଏବଂ 16 ବିଯୋଗ 7 ଲେଖିବା। ତ 16ରୁ 7 ବିଯୋଗ ହେଲେ କେତେ ଆସିବ, 9 ବିଭକ୍ତକ 3। ଏବେ 9କୁ 3 ହରିଲେ କେତେ ଆସିବ, 3 3 9, ତ 3 ଆସିବ। ଅପସନ୍ ଏ ହେଇଯିବ ଆମର ଉତ୍ତର। ଏବେ ଆମେ କ୍ୱେଶ୍ଚନ୍ ନମ୍ବର 13 କରିବା। ଦେଖ ଏଠାରେ ପ୍ରଥମେ ର ଥିବାରୁ ରକୁ ପ୍ରଥମେ ସରଳ କରିବା। ତ ଏଠାରେ ଆମେ ଲେଖିବା 16 ହରଣ 4। ଏଠାରେ ଦେଖ 4ରେ ଆମେ ବ୍ରାକେଟ୍ ଦେଇକି ଗୁଣିବା 2 ସାଥିରେ। କାହିଁକି ଗୁଣିଲେ, ର ମାନେ ହେଉଛି ଗୁଣନ, ସେଥିପାଇଁ 4କୁ 2 ସାଥିରେ ଗୁଣିଲେ। ତାପରେ ଦେଖ କ'ଣ ଅଛି, -2, ତ -2 ଲେଖିବା। ତାପରେ ବର୍ଗ ବନ୍ଧନୀ ଷ୍ଟାର୍ଟ ହେଇଛି, 2 ବିଯୋଗ କୁଟିଳ ବନ୍ଧନୀ ତାପରେ ଷ୍ଟାର୍ଟ ହେଇଛି, 2 ବିଯୋଗ 2। ତାପରେ ଏମାନଙ୍କୁ ସରଳ ଏଠାରେ ଆମେ କରିବା। ସରଳ କଲେ କେତେ ଆସିବ, ଦେଖ 2 ବିଯୋଗ, ଏଠାରେ ଦେଖ 2ରୁ 2 ବିଯୋଗ ହେଲା 0 ଆସିବ। ତେବେ 2ରୁ 0 ଗଲେ କେତେ ଆସିବ, 2। ତ ଏଠାରେ ଆମେ ଲେଖିବା କେତେ ଲେଖିବା, ବ୍ରାକେଟ୍ ଲେଖିବା 2। ତାପରେ ବନ୍ଧନୀ ମାନେ ସମସ୍ତେ କ୍ଲୋଜ୍ ହେବେ। ତାପରେ ଦେଖ 16 ହରଣ 4 ଦୁଣେ କେତେ ଆସିବ, 8 ବିଯୋଗ 2। ତାପରେ ବର୍ଗ ବନ୍ଧନୀ ଷ୍ଟାର୍ଟ ହେବ। ତାପରେ ଏଠାରେ ଆମେ ଲେଖିବା 2 ବିଯୋଗ, ଏଠାରେ ଦେଖ 2 ଆଉ 2 ଗୁଣନ ହେଲା କେତେ ହେବ, ଗୁଣନ ହେଲେ 4 ଆସୁଛି। ତ ଏଠାରେ ଆମେ ଲେଖିବା, ଏଠାରେ ଆମେ ଲେଖିବା ଦେଖ 2 ବିଯୋଗ 4। ତାପରେ କୁଟିଳ ବନ୍ଧନୀ କ୍ଲୋଜ୍ ହେବ, ବର୍ଗ ବନ୍ଧନୀ ମଧ୍ୟ କ୍ଲୋଜ୍ ହେବ। ତାପରେ 16 ହରଣ 8 ବିଯୋଗ 2 ବର୍ଗ ବନ୍ଧନୀ ଷ୍ଟାର୍ଟ ହେବ, 2 ବିଯୋଗ, ଏଠାରେ ଦେଖ 2ରୁ 4 ବିଯୋଗ ହେଲେ ବିଯୋଗଫଳ କେତେ ଆସିବ, ଏଠାରେ ଆସିବ -2। ତ ଆମେ -2 ଲେଖିବା। ତାପରେ ଦେଖ 16କୁ 8ରେ ହରିଲେ କେତେ ଆସିବ, 8 ଦୁଣେ 16 ବିଯୋଗ 2। ତାପରେ ପୁଣି ବ୍ରାକେଟ୍ ଷ୍ଟାର୍ଟ କରିବା। ଏଠାରେ ଦେଖ ମାଇନସ୍ ଆଉ ମାଇନସ୍କୁ ଯଦି ଗୁଣିବା କ'ଣ ହେବ, ପ୍ଲସ୍ ହେଇଯିବ। ତ 2 ଆଉ 2 ମିଶିଲା କେତେ ଆସିଯିବ, 4। ଏବେ ଦେଖ, ଏବେ କ'ଣ କରିବା, ବ୍ରାକେଟ୍ ଥିବାରୁ ବ୍ରାକେଟ୍ର ସାଇଡ୍ ସଂଖ୍ୟାକୁ ଆମେ ବ୍ରାକେଟ୍ର ଭିତରେ ଥିବା ସଂଖ୍ୟା ସାଥିରେ କରିବା। ତ 2 ଚାଉ କେତେ ହେଇଯିବ ପିଲାମାନେ, 8। ତା ପୂର୍ବରୁ 2 ଅଛି ଏବଂ ମଝିରେ ମାଇନସ୍ ଅଛି। ଦେଖ ତ 2ରୁ 8 ବିଯୋଗ ହେଲେ କେତେ ଆସିବ, -6। ଏଇଟା ହେଉଛି ତୁମର ଉତ୍ତର, ଅପସନ୍ ବି। ଏବେ ଆମେ କ୍ୱେଶ୍ଚନ୍ ନମ୍ବର 14 କରିବା। ଦେଖ କ'ଣ ଅଛି, ଏଠାରେ ଦେଖ 55 ହରଣ 5.5 ଅଛି। ତ ପିଲାମାନେ ଏଠାରେ ଆମେ 5.5କୁ ଏମିତି ଲେଖିପାରିବା କି ନାହିଁ, 55 ବିଭକ୍ତକ 10 ଲେଖିପାରିବା କି ନାହିଁ, ଲେଖିପାରିବା ପିଲାମାନେ। ଏବେ
0.5 को आमे केमिति लिखिपारिबा 5 विभक्तक 10। तो एबे एही दुईटी भग्न संख्या को आमे एठारे लिखिबा। तो एठारे प्रथम लिखिबा 55 हरण केते पिला माने 55 विभक्तक 10 हरण 5 विभक्तक 10। एबे याको सरल करिबा। देखो कोन हरण थिबारु आमे गुणन करिबा 55 गुणन केते अछि ऊपर 55 थिबारु एठारे आमे लिखिबा 10 विभक्तक 55 तळको आसीबो 55 एठारे मध्ये देखो हरण अछि तो गुणन करिबा 10 ऊपर को जीवो एवं 5 तळको आसीबो। एबे देखो 55 और 55 कटि गला 5 दुणे 10 एबे केते रहिला 10 गुणन 2 समान केते हे जीवो 20। एटा होची हमर उत्तर ऑप्शन ए। एबे आमे क्वेश्चन नंबर 15 करिबा। देखो प्रथमे कोन करिबा आमे तळु ऊपर आड़ को करिबा। देखो 2 साथरे 2 को गुणिले केते हेबो 4 4 आ 1 मिसिला केते हेबो 5। तो एठारे आमे लिखिबा केते देखो प्रथमे बाय देखि 1 को लिखि देले तापर केते अछि 3 जोग 2 विभक्तक केते अछि देखो 2 दुणे 4 हैला 4 आ 1 मिसिला 5 5 विभक्तक केते हे जिवो 2। तापर केमिति करबा एठारे 2 एवं 2 को गुणन करो केते आसीबो देखो एठारे लिखिबा 1 विभक्तक 3 जोग 2 गुणन 2 तो केते हे जिवो एठारे 4 हे जिवो। तो एठारे आमे डायरेक्टली 4 को लिखिबा। देखो 4 को लिखिले एवं तळे 5 को लिखिले तापर देखो एक विभक्तक केते अछि 5 3 15 आ 4 मिसिले केते हे जिवो 19 विभक्तक केते हे जिवो 5। एठारे देखो समान 1 आ 5 को एबे आमे गुणिबा केते सेबो 5 विभक्तक 19। एटा होची हमर आंसर। एबे आमे क्वेश्चन नंबर 16 करिबा। देखो प्रथमे एही दुईटी संख्या उपरे रेखा थिबारु एही दुईटी संख्या को प्रथमे आमे सरल करिबा। तो एठारे अछि देखो 2 पूर्ण 1 विभक्तक 3 वियोग 1 विभक्तक 3 अछि ओ एमानंक उपरे रेखा अछि। तो याको प्रथमे देखो केमिति आमे सरल करिबा 3 दुणे 6 आ 1 मिसिला 7 विभक्तक 3 हेबो वियोग 1 विभक्तक 3 अछि। तापर आमे एठारे लिखिबा देखो एठारे हर समान थिबारु आमे गोटी हर को लिखिबा एवं 7 वियोग 1 लिखिबा। 7 रु 1 वियोग हेले केते आसीबो 6 आ तळे 3 आसीबो। एबे देखो 6 को 3 रे हरिले केते आसीबो 3 दुणे 6। तो एही दुईटी संख्या को सरल कला परे केते आसिला 2। तो एठारे आमे लिखि पारिबा 5 पूर्ण 1 विभक्तक 3 वियोग वर्ग बंधनी स्टार्ट हेची 4 पूर्ण 1 विभक्तक 3 वियोग केते आसिला 2। तापरे ब्रैकेट क्लोज करिबा। तापरे एठारे देखो आमे लिखिबा एबे बंधनी मध्यरे जो दुईटी संख्या अछि ताको आमे एबे सरल करिबा। देखो 3 4 12 आ 1 मिसिला केते आसीबो 13 विभक्तक 3 वियोग एठारे आमे केते लिखि परिबा 2। तापर ब्रैकेट क्लोज करिबा एठारे केते लिखिबा 5 पूर्ण 1 विभक्तक 3। तापर देखो एठारे पुणी एही बंधनी मध्यरे थिबा संख्या को सरल करिबा। तो 3 आ 2 को गुणिबा केते हेबो 6 आ ऊपर केते अछि 13 वियोग थिबारु वियोग देबा 13 वियोग 6 विभक्तक 3 लिखिबा। याको सरल कला पर केते आसीबो पिला माने 13 रु 6 वियोग हेले 7 आ तळे केते आसीबो 3। एबे एठारे आमे डायरेक्टली टिके लिखिबा। देखो एठारे आमे लिखिबा 5 पूर्ण 1 विभक्तक 3 वियोग 7 विभक्तक 3। एबे भलो भाବରେ टिके देखो 5 देखो 3 पंचा
15 ଆଉ 1 ମିଶିଲା 16 ବିଭକ୍ତକ 3 ହେବ। ଏଠାରେ ଦେଖ 7 ବିଭକ୍ତକ 3 ଅଛି। ଏବେ ଆମେ କ'ଣ କରିବା, ହର ସମାନ ଥିବାରୁ ଗୋଟିଏ ହରକୁ ଲେଖିବା ଏବଂ 16ରୁ 7 ବିয়োଗ ହେଲେ କେତେ ଆସିବ 9। ଏବେ 9କୁ 3ରେ ହରିଲେ କେତେ ହେବ 3 3 9। ତ ଆମର ଉତ୍ତର ହେଇଯିବା କ'ଣ ପିଲେ ଅପସନ୍ ଏ 3। ଏବେ ଆମେ କ୍ୱେଶ୍ଚନ୍ ନମ୍ବର 17 କରିବା। ଦେଖ ଏଠାରେ ଚନ୍ଦ୍ରବନ୍ଧନୀ ମଧ୍ୟରେ ଯେଉଁ ସଂଖ୍ୟାମାନେ ଅଛନ୍ତି ତାଙ୍କୁ ସରଳ କରିବା। ତ ଏଠାରେ କେତେ ଅଛି 1 ପୂର୍ଣ୍ଣ 1 ବିଭକ୍ତକ 2 ବିୟୋଗ 1 ବିଭକ୍ତକ 3 ବିୟୋଗ 1 ବିଭକ୍ତକ 6। ତ ଏଠାରେ ଯେଉଁ ମିଶ୍ର ଭଗ୍ନାଂଶଟି ଅଛି ତାକୁ ଆମେ ପ୍ରଥମେ ଅପ୍ରକୃତ ସଂଖ୍ୟାରେ ଲିଖିବା। 2 1 2 ଆଉ 1 ମିଶିଲା 3 3 ବିଭକ୍ତକ 2 ବିୟୋଗ 1 ବିଭକ୍ତକ 3 ବିୟୋଗ 1 ବିଭକ୍ତକ 3 6 ଅଛି ପିଲାମାନେ 1 ବିଭକ୍ତକ 6। ଏବେ ଦେଖ କ'ଣ କରିବା, ଏଠାରେ 2 3 ଓ 6ର ଯଦି ଆମେ ଲସାଗୁ ନେବା କେତେ ଆସିବ 6 ହିଁ ଆସିବ। ତ ଏଠାରେ ଦେଖ 2 ସାଥିରେ ଆମେ କେତେ ଗୁଣିଲେ 6 ହେବ 2 ସାଥିରେ 3କୁ ଗୁଣିଲେ 6 ହେବ। ତ ଉପରେ ମଧ୍ୟ 3କୁ ଗୁଣିବା। ଏଠାରେ 3 ସାଥିରେ 2କୁ ଗୁଣିଲେ 6 ହେବ। ତ ଉପରେ ମଧ୍ୟ 2କୁ ଗୁଣିବା। ଏବେ ଦେଖ ଏହାକୁ ଆହୁରି ସରଳ କରିବା। ଦେଖ 3 ଆଉ 3 3 କେତେ ହେବ ପିଲାମାନେ 9 ବିୟୋଗ 1 ଦୁଣେ 2 ବିୟୋଗ 1 ବିଭକ୍ତ ଏଠାରେ ଦେଖ କେତେ ଆସିବ 6 ଆସିବ। ଏବେ ଦେଖ 9ରୁ 2 ବିୟୋଗ ହେଲା। ଏଠାରେ କେମିତି କରିବା ଦେଖ ପିଲାମାନେ 9ରୁ 2 ବିୟୋଗ ହେଲା କେତେ ଆସିବ 7 ବିୟୋଗ 1 ବିଭକ୍ତକ 6। ପୁଣି 7ରୁ 1 ବିୟୋଗ ହେବ କେତେ ଆସିବ 6 ବିଭକ୍ତକ 6। ତ 6କୁ 6 ସାଥିରେ ହରିଲେ କେତେ ଆସିବ 1। ତ ଏଠାରେ ଆମେ ଲେଖିବା 7 ପୂର୍ଣ୍ଣ 1 ବିଭକ୍ତକ 2 ବିୟୋଗ ବନ୍ଧନୀ ଷ୍ଟାର୍ଟ ହେବ 2 ପୂର୍ଣ୍ଣ 1 ବିଭକ୍ତକ 4 ଯୋଗ କୁଟିଳ ବନ୍ଧନୀ ଷ୍ଟାର୍ଟ ହେବ 1 ପୂର୍ଣ୍ଣ 1 ବିଭକ୍ତକ 4 ବିୟୋଗ 1 ବିଭକ୍ତକ 2। ଏଠାରେ ତୁମର ଚନ୍ଦ୍ରବନ୍ଧନୀ ରହିବ କେତେ 1। ତାପରେ ଆମେ ବନ୍ଧନୀମାନଙ୍କୁ କ୍ଲୋଜ୍ କରିବା। ଏବେ ଦେଖ ଏବେ 1 ବିଭକ୍ତକ 2 ଆଉ ଚନ୍ଦ୍ରବନ୍ଧନୀ ମଧ୍ୟରେ ଯେଉଁ 1 ରହିଲା ତାକୁ ଆମେ ସରଳ କରିବା। ତ ଏଠାରେ ଦେଖ ଏଠାରେ ସରଳ କରିବା 1 ବିଭକ୍ତକ 2 ଗୁଣନ 1କୁ ଯଦି ଆମେ ସରଳ କରିବା କେତେ ଆସିବ 1କୁ 1 ସାଥିରେ ଗୁଣିଲେ 1 ବିଭକ୍ତକ 2 ହିଁ ଆସିବ। ତ ଏଠାରେ ଆମେ ଲେଖିବା 7 ପୂର୍ଣ୍ଣ 1 ବିଭକ୍ତକ 2 ବିୟୋଗ 2 ପୂର୍ଣ୍ଣ 1 ବିଭକ୍ତକ 4 ଯୋଗ ବନ୍ଧନୀ ଷ୍ଟାର୍ଟ ହେବ 1 ପୂର୍ଣ୍ଣ 1 ବିଭକ୍ତକ 4 ବିୟୋଗ 1 ବିଭକ୍ତକ 2। ତୁମର ଚନ୍ଦ୍ରବନ୍ଧନୀ କଟିଯିବ। ଏବେ ବ୍ରାକେଟ୍ କ୍ଲୋଜ୍ କରିବା। ଏବେ ଦେଖ 7 ପୂର୍ଣ୍ଣ 1 ବିଭକ୍ତକ 2 ବିୟୋଗ ଏବେ ଏଠାରେ ଆମେ ଏଠାରେ ଯେଉଁ ଦେଖ କୁଟିଳ ବନ୍ଧନୀ ଅଛି ତାକୁ ପ୍ରଥମେ ସଲ୍ଭ କରିବା। ତ କେତେ ହେବ ଦେଖ କେତେ ଅଛି 1 ପୂର୍ଣ୍ଣ 1 ବିଭକ୍ତକ 4 ବିୟୋଗ 1 ବିଭକ୍ତକ 2 ଅଛି 4 1 4 ଆଉ 1 ମିଶିଲା କେତେ ହେବ 5 ବିଭକ୍ତକ 4 ବିୟୋଗ 1 ବିଭକ୍ତକ 2। ଏଠାରେ ଆମେ ହରକୁ ସମାନ କରିବା। ସମାନ କରିବାକୁ ହେଲେ 2 ସାଥିରେ 2କୁ ଗୁଣିବା 4 ହେବ ଏବଂ ଉପରେ ମଧ୍ୟ 2କୁ ଗୁଣିବା। ଦେଖ 5 ବିୟୋଗ 1 ଦୁଣେ 2 ବିଭକ୍ତ କେତେ ଆସିବ 4 ସମାନ 5ରୁ 2 ବିୟୋଗ ହେଲେ କେତେ ଆସିବ 3 ବିଭକ୍ତ 4। ତ ଏଠାରେ ଆମେ ଲେଖିପାରିବା 2 ପୂର୍ଣ୍ଣ 1 ବିଭକ୍ତକ 4 ଯୋଗ 3 ବିଭକ୍ତକ 4। ଏବେ ବ୍ରାକେଟ୍ କ୍ଲୋଜ୍ କରିବା। ଏବେ ଦେଖ
ଏବେ ଦେଖ ବର୍ଗ ବନ୍ଧନୀ ମଧ୍ୟରେ ଯେଉଁ ଦୁଇଟି ସଂଖ୍ୟା ଅଛି ତାକୁ ଏବେ ଆମେ ସରଳ କରିବା। ତ କେତେ ଅଛି 2 ପୂର୍ଣ୍ଣ 1 ବିଭକ୍ତକ 4 ଯୋଗ 3 ବିଭକ୍ତକ 4 ଅଛି। ତ 4 ଦୁଣେ 8 ଆଉ 1 ମିଶିଲା 9 ବିଭକ୍ତକ 4 ହେବ ଯୋଗ 3 ବିଭକ୍ତକ 4 ସମାନ। ଏଠାରେ ଦେଖ ହର ସମାନ ଥିବାରୁ ଆମେ ଗୋଟିଏ ହରକୁ ଲେଖିବା ଏବଂ 4 3 ଆଉ 9 ମିଶିଲା କେତେ ହେବ ପିଲାମାନେ 12। ତ ଏଠାରେ ଆମେ ଲେଖିବା 7 ପୂର୍ଣ୍ଣ 1 ବିଭକ୍ତକ 2 ବିଯୋଗ 12 ବିଭକ୍ତକ 4। ଏବେ ଦେଖ ଏହାକୁ ସରଳ କରିବା। ପ୍ରଥମେ ମିଶ୍ର ଭଗ୍ନାଂଶକୁ ଅପ୍ରକୃତ ଭଗ୍ନାଂଶରେ ଲେଖିବା 2 ସତା 14 ଆଉ 1 ମିଶିଲା 15 ବିଭକ୍ତକ 2 ବିଯୋଗ 12 ବିଭକ୍ତକ କେତେ ଅଛି 4। ଏବେ ଆମେ କ'ଣ କରିବା ହରମାନଙ୍କୁ ସମାନ କରିବା। ସମାନ କରିବାକୁ ହେଲେ 2 ସାଥିରେ 2 କୁ ଗୁଣିବା ଏବଂ ଉପରେ ମଧ୍ୟ 2 କୁ ଗୁଣିବା। ତ 15 ଦୁଣେ କେତେ ଆସିବ 30 ବିଯୋଗ 12 ବିଭକ୍ତକ କେତେ ଅଛି ତଳେ 4 ଅଛି। ଏବେ ଦେଖ 30ରୁ 10 ଗଲା 20 20ରୁ ପୁଣି 2 ଗଲା 18 ବିଭକ୍ତକ 4। ଏହାକୁ ଏବେ ଆମେ ଲଘିଷ୍ଠ କରିବା କେତେ ଆସିବ ଦେଖ କେତେ ଅଛି 18 ବିଭକ୍ତକ 4 ଅଛି। ଲଘିଷ୍ଠ କରିଲେ କେତେ ଆସିବ ପୁଣି 2ରେ ହରିବା 2 ନୂଆ 18 2 ଦୁଣେ 4 ଏଇଟା ହେଇଯିବ ଆମର ଆନ୍ସର। କେଉଁଠି ହେଉଛି ପିଲାମାନେ କିନ୍ତୁ ଏହି ଆନ୍ସରଟା ତ ଅପସନରେ ନାହିଁ। ଏବେ କେଉଁ ଆନ୍ସରଟା ହେବ ଏବେ ଦେଖ ଆମେ 9କୁ ହରିବା 2 ସାଥିରେ କେତେ ଆସିବ 2 4 8 ତାପରେ 9ରୁ 8 ବିଯୋଗ ହେଲା କେତେ ଆସିବ 1। ତ ଏହାକୁ ଆମେ ଲେଖିପାରିବା କେମିତି ଦେଖ ଆମେ 2 ସାଥିରେ କାହାକୁ ଗୁଣିଲେ 4 ଓ ତୁମର ଭାଗ ଶେଷରେ କେତେ ଆସିଲା 1। ତ ଏଇଟା ହେଇଯିବ ଆମର ଉତ୍ତର। ଦେଖ ଅପସନ୍ ଏରେ ଅଛି ତ ଅପସନ୍ ଏଟା ହେଉଛି ଆମର ଉତ୍ତର। ଏବେ ଆମେ କ୍ୱେଶ୍ଚନ୍ ନମ୍ବର 18 କରିବା। ପ୍ରଥମେ କ'ଣ କରିବା ଦେଖ ଚନ୍ଦ୍ରବନ୍ଧନୀ ମଧ୍ୟରେ ଯେଉଁ ସଂଖ୍ୟାମାନେ ଅଛନ୍ତି ତାଙ୍କୁ ପ୍ରଥମେ ସରଳ କରିବା। ତ 8ରୁ 5 ବିଯୋଗ ହେଲେ କେତେ ଆସିବ 3 ଆସିବ। ଏଠାରେ 4ରୁ 2 ବିଯୋଗ ହେଲେ କେତେ ଆସିବ 2 ଆସିବ ଏବଂ ଏଠାରେ କେତେ ଆସିବ ଦେଖ 13 ଦୁଣେ 26 ଆଉ ଉପରେ କେତେ ଅଛି 8 ବିଭକ୍ତ 13 ଲେଖିବା ସମାନ 26 ଆଉ 8 ମିଶିଲା କେତେ ହେବ 34 ବିଭକ୍ତକ 13। ତ ଏଠାରେ ଆମେ ଲେଖିପାରିବା 3 ହରଣ ବ୍ରାକେଟ୍ ଷ୍ଟାର୍ଟ ହେବ। ଦେଖ 8କୁ 5 ସାଥିରେ ବିଯୋଗ କଲେ କେତେ ଆସିଲା 3 ହରଣ କୁଟିଳ ବନ୍ଧନୀ ଷ୍ଟାର୍ଟ ହେବ। ତାପରେ 2 ଲେଖିବା ହରଣ କେତେ ଅଛି 34 ବିଭକ୍ତ 13। ଏବେ ଏହାକୁ ସରଳ କରିବା 3 ହରଣ 3 ହରଣ ଏବେ ଦେଖ ଏହାକୁ ଏଠାରେ ସରଳ କରିବା 2 ହରଣ ଥିବାରୁ ଗୁଣନ ହେବ ଏବଂ ଲବ ଉପରକୁ ଯିବ ଏବଂ ହର ପିଲାମାନେ ହର ଉପରକୁ ଯିବ ଏବଂ ଲବ ତଳକୁ ଆସିବ। ତ କେତେ ହେବ 13 ବିଭକ୍ତ 34। ଏବେ ଦେଖ 13 ଦୁଣେ 26 ବିଭକ୍ତ 34। ଏହାକୁ ଆମେ ଲଘିଷ୍ଠ କଲେ କେତେ ମିଳିବ 2ରେ କାଟିବା 2କୁ କାହା ସାଥିରେ ଗୁଣିଲେ 26 ହେବ 13 13 ଦୁଣେ 26 ଏବଂ 17 ଦୁଣେ 34 ଆସିବ। ତ ଏଠାରେ ଆମେ ଲେଖିପାରିବା 13 ବିଭକ୍ତ 17। ଏବେ ବନ୍ଧନୀ କ୍ଲୋଜ୍ ହେବ। ତାପରେ ପୁଣି 3 ହରଣ 3 ଏଠାରେ ଦେଖ ହରଣ ଥିବାରୁ କ'ଣ ହେଇଯିବ ଗୁଣନ। ତ ଏହି ଦୁଇଟି ସଂଖ୍ୟାକୁ ଏଠାରେ ସରଳ କରିବା ଦେଖ 3 ଗୁଣନ କେତେ ହେଇଯିବ 13 ଅଛି ଉପରେ କିନ୍ତୁ ଗୁଣନ ଆମେ ଲଗାଇଥିବାରୁ 17 ଉପରକୁ ଯିବ ଏବଂ 13 ତଳକୁ ଆସିବ। ଏବେ ଦେଖ 17 3 51 ବିଭକ୍ତକ 13। ଏଠାରେ ଆମେ ଲେଖିବା 51 ବିଭକ୍ତ 13। ଏବେ ଦେଖ ଏହାକୁ ସରଳ କଲେ କେତେ ଆସିବ 3 ଗୁଣନ 13 ଉପରକୁ ଯିବ ଏବଂ 51 ତଳକୁ ଆସିବ ସମାନ ଦେଖ 51କୁ 13ରେ ହରାଇଲେ କେତେ ଆସିବ 17। ତ ଆମର ଉତ୍ତର ଆସିବ 13 ବିଭକ୍ତ 17। ଏଇଟା ହେଇଯିବ ଆମର ଆନ୍ସର।
देख ऑप्शन ए रे अछि। एबे आमे क्वेश्चन नंबर 19 करिवा। एठारे देख चंद्र बंधनी तो अछि किंतु प्रथमे दुईटी संख्या उपरे रेखा लागिथारु ସେହି दुईटी को सरल करिवा। तो 8 रु 5 वियोग हेले केते हेबो 3 आसीबो। तापरे देख 6 अछि 6 वियोग 3 करिवा 6 रु 3 वियोग हेले केते आसीबो 3। तो एठारे आमे लिखिबा 10 वियोग बंधनी स्टार्ट हेबो 6 वियोग 7 वियोग 3 लिखिबा। एबे देख 10 वियोग एबे आमे कुटिल बंधनी मध्य थिबा संख्या को सरल करिबा। ताहले 7 रु 3 वियोग हेले केते आसीबो 4। तो 6 वियोग 4 लिखिबा। एबे कोन करिबा देख 10 वियोग 6 रु 4 वियोग हेले केते आसीबो 2। एबे देख 10 रु 2 वियोग हेला केते आसीबो 8। तो ऑप्शन बी ही हो तुमरो उत्तर। एबे क्वेश्चन नंबर 20 करिबा। तो एठारे पिला माने 0.6 रो ऊपर 12 अछि एहारो माने कोन एही संख्या को आमे किपरि भग्न संख्या लिखि परिबा। तो आमे लिखि परिबा 6 विभक्त को 9 सही परि 0. केते अछि 7 अछि एही संख्या को मध्य आमे 7 विभक्त को 9 लिखि परिबा। सही परि 0.8 को आमे केमिति लिखिबा 8 विभक्त 9 लिखिबा। 0.3 ऊपरे रेखा अछि या को आमे केमिति लिखिबा 3 विभक्त 9 लिखिबा। एबे एही प्रश्न को सरल करिबा। तो एठारे आमे 0.6 रो ऊपरे रेखा अछि या को आमे लिखिबा 6 विभक्त 9 जोग 7 विभक्त 9 जोग 8 विभक्त 9 जोग 3 विभक्त 9 समान केते आसीबो। एठारे देख हर समान थिबारु आमे गोटी हर को लिखिबा एवं एही लव मान को जोग करिबा। 6 आउ 7 मिथिला केते आसीबो 13 13 आउ 8 केते हेबो 21 21 एवं 3 24। तो केते आसिला पिला माने 24 विभक्त 9 आसिला। एबे कोन करिबा देख एबे या को आमे लघिष्ठ करि परिबा कि नहीं करि पाइबा। देख 3 3 9 3 8 24। एबे 8 को 3 साथी रे हरिबा 3 दुणे 6 8 रु 6 वियोग हेला केते आसीबो 2। तो यह को एबे आमे केमिति मिश्र भग्नांश रे लिखिबा। देख तले प्रथमे 3 को लिखिबा ए 3 होची एटा तापरे 3 को कहा साथी रे गुणिले जे 6 हेला 2। तो 2 को एठारे आमे लिखिबा एवं तुमरो भाग शेष रे केते आसिला 2। तो हमर उत्तर हे जिवो 2 पूर्ण 2 विभक्त को 3 ऑप्शन ए। एबे आमे क्वेश्चन नंबर 21 करिबा। एठारे देखो चंद्र बंधनी मध्य रे जो संख्या माने अछंती तांको प्रथमे सरल करिबा। तो एठारे देखो 7 गुणन 9 अछि केते हिजो पिला माने 63 जोग 12 दुणे केते आसीबो 24 जोग 3 अछि। एबे देखो हरण 12 3 केते आसीबो 36 जोग 18 को एठारे देखो पिला माने 36 अछि एवं एटा 18 नहे पिला माने एटा होची 81। क्वेश्चन तुमरो एठारे भूल देछि। तो 81 को 9 रे हरिले केते हेबो 9 9 81 तो 9 आसीबो। एबे ब्रैकेट क्लोज करिबा। एबे देखो 63 24 आउ 3 मिसले केते हेबो 90 हरण 36 आउ 9 को मिसाइले केते हेबो 45। एबे 90 को 45 रे हरिले केते आसीबो 2 45 दुणे 90। तो उत्तर हे जिवो हमरो 2 ऑप्शन डी। एबे आमे क्वेश्चन नंबर 22 करिबा। देखो एठारे केते अछि 9 रो वर्ग। तो 9 रो वर्ग को आमे एपरि लिखिबा 3 रो वर्ग ब्रैकेट देखि पुणी ऊपर 2 लिखिबा। एठारे देखो 3 रो वर्ग माने होछि 9 9 को आमे 3 रो वर्ग हिसाब रे लिखिले। तापरे गुणन 18 रो ऊपर 4 अछि। एबे आमे केमिति करिबा। तो देखो
18 को आम जदि हरिबा केते पिलामाने 2 रे देख 2 नुआ 18 तापर केते आसीबो 3 रे हरिबा 3 3 9 तो एठारे हमको केते मिलिला 2 गुणन 3 गुणन 3 मिलिला ब्रैकेट देखि ता ऊपर 4 लिखिबा काहे कि 4 लिखले 4 थिबारु 4 लिखिबा विभक्त केते अछि 3 रो ऊपर 16 माने 3 16 थर गुणन होइके अछि एबे एहाकू आहुरी सरल करिबा देख तो एठारे आमको 3 मिलिला 4 थर एबे देख एठारे 2 थर और एठारे 2 थर मिसी केते हबो 4 थर तो 3 4 थर अछि गुणन एबे देख 3 आउ 3 2 थर 3 अछि किंतु एमानंकु टिके आहुरी सरल करिके लिखिबा तो 2 अछि हमर 4 थर गुणन 3 मध्य एठारे अछि 4 थर एवं आउ अन्यटी 3 मध्य अछि 4 थर तो एठारे बाय देके आमे 3 रो ऊपर 16 लिखिबा एबे देख एठारे मध्य 3 अछि एठारे मध्य 3 अछि एठारे मध्य 3 अछि एबे 3 रो ऊपर 4 अछि 4 अछि एठारे मध्य 4 अछि तो तीनोटी 4 को मिसाइले केते आसीबो 12 गुणन केते रहिला 2 रो ऊपर 4 विभक्त केते करिबा 3 रो ऊपर 16 एबे देखो केमिति करिबा तो एठारे देखो पिला माने 3 रो ऊपर 12 अछि एवं तळे 3 रो ऊपर 16 अछि तो एठारे हरण हेके अछि देखो पिले एठारे एमिति अछि 3 रो ऊपर 12 विभक्त 3 रो ऊपर 16 तो एबे देखो एमिति थिले कोन हुए जो ऊपर संख्या माने 12 आउ 16 वियोग हेबो तो 16 रो 12 वियोग हेले केते आसीबो 3 रो ऊपर केते आसीबो पिला माने 4 तो एबे ऊपर सान संख्या अछि एवं तळे बड़ संख्या अछि तो यह कटि जीवो आउ तळे केते रहिबो देखो बाय देखि आमे लिखिबा 3 रो ऊपर केते रहिबो 4 एवं ऊपर रहिबो 2 रो ऊपर 4 एबे 2 को 4 थर आमे गुणिबा 2 गुणन 2 गुणन 2 गुणन 2 सही परी 3 को मध्य 4 थर गुणिबा 3 गुणन 3 गुणन 3 समान केते आसे पिला माने देखो 2 दुणे 4 4 दुणे 8 8 दुणे 16 विभक्त 3 3 9 9 3 27 27 3 81 एटा हियो हमरो उत्तर देखो ऑप्शन डी रे अछि एबे आमे क्वेश्चन नंबर 23 करिबा तो एठारे देखो प्रथमे पिला माने एही परी प्रश्न तुमे जेउ ठारे भी देखो तो एही प्रश्नर उत्तर तुमे तळु ऊपर आडकू करिवो तो एठारे 9 1 9 आउ 1 मिसला केते हेबो 10 तो प्रथमे हम लिखि देबा 1 1 जुग तापरे केते अछि 1 जुग 1 विभक्त देखो 9 1 9 आउ 1 मिसला 10 तो 10 विभक्त को केते आसीबो 9 तापर यहा को सरल करिबा पुणी देखो 1 आउ 9 को गुणिबा केते आसीबो 9 1 नुआ 9 एबे हम लिखिबा 1 जुग 1 विभक्त केते लिखिबा 1 जुग 9 विभक्त 10 एबे देखो एबे यहा को पुणी सरल करिबा 1 जुग 1 विभक्त 10 1 10 आउ 9 मिसला केते हेबो 19 विभक्त 10 आसीबो तापर यहा को पुणी सरल करिबा 1 आउ 10 को गुणिबा केते आसीबो देखो 1 जुग 10 विभक्त 19 आसीबो यहा को पुणी सरल करिबा 19 1 19 आउ 10 मिसला केते हेबो 29 विभक्त 9 29 विभक्त 19 एठारे 19 अछि पिला माने तो 29 विभक्त 19 जो हमरो आंसर एबे आमे क्वेश्चन नंबर 24 करिबा तो प्रथमे देखो 48 को 12 रे हरिले केते आसीबो 12 4 48 गुणन एबे देखो एबे एठारे जो रो माने अछि सही रो मान को सरल करिबा रो माने होछि गुणन तो एमिति एमिति आमे सरल करिबा देखो एमिति एमिति गुणन करा जाय और एमिति एमिति हरण हुए
तो एठारे मु एठारे लिखुची 9 विभक्त 8 रो 4 विभक्त 3। तो एठारे देखो 4 दुणे 8 कटिला एवं 3 3 9 हैला। तो एठारे उत्तर केते आसिला 3 विभक्त 2। तो आम एठारे लिखि परिबा 4 गुणन 3 विभक्त 2 तापरे हरण अछि। तापरे एठारे देखो केते अछि एठारे 3 विभक्त 4 रो 2 विभक्तक 3 अछि। एबे देखो 2 दुणे 4 एवं 3 1 3। तो केते आसिला पिला माने 1 विभक्तक 2 आसिला। तो एठारे आमे लिखि परिबा 1 विभक्त 2। एबे देखो 4 गुणन 3 विभक्त 2 हरण थिबारु हरण को प्रथमे करिबा। हरण थिले गुणन हुए एवं हर ऊपर को जाए एवं लव तल को आसे। एबे देखो 2 आउ 2 कटिला। एबे केते रहिला 4 गुणन 3 विभक्त 1 समान 12। तुमर उत्तर हो ऑप्शन ए। पिला माने क्वेश्चन नंबर 25 टा तुम मानक पई होमवर्क। पिला माने आशा करी क्लास टी समस्त को भल लागिथिबो। जदि भल लागि थाए तेबे चैनल टी को सब्सक्राइब कर दियो, लाइक कर दियो और शेयर मध्य कर दियो। पुणी देखा हेबा नेक्स्ट क्लास।